ନୂଆ ସରକାରଙ୍କ ନୂଆ ଯୋଜନାରେ ହବିଷ୍ୟାଳିମାନଙ୍କ ପାଇଁ ଯୋଡ଼ି ହୋଇଛି ହବିଷ୍ୟାଳି ଯୋଜନା। ଆଉ ହବିଷ୍ୟାଳି ଯୋଜନା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଜାଣନ୍ତୁ ଅନଲାଇନ୍ ମାଧ୍ୟମରେ କିପରି କରିବେ ହବିଷ୍ୟାଳି ଯୋଜନା ପାଇଁ ଆବେଦନ। ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରକ୍ରିୟା 11 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଚଳିତ ବର୍ଷ ହବିଷ୍ୟାଳି ଯୋଜନାରେ 2500 ଜଣଙ୍କୁ ପଞ୍ଜୀକରଣ କରାଯିବ। ଏହି ଯୋଜନାରେ ନାମ ପଞ୍ଜୀକରଣ କରିବାକୁ ଥିବା ହବିଷ୍ୟାଳିମାନେ e-districtodisha.government.in ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ତେବେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ହବିଷ୍ୟାଳି ଯୋଜନାକୁ ଅନୁମତି ମିଳିଛି। ଆସନ୍ତା ମାସ 18 ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ସପ୍ତାହରୁ ହବିଷ୍ୟାଳି ଯୋଜନା ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ଅନ୍ୟପକ୍ଷରେ ଭକ୍ତମାନଙ୍କଠାରୁ ସଂଗୃହୀତ ହୋଇଥିବା ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ନିଲାମ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ତେବେ ହବିଷ୍ୟାଳିମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ମୁଖ୍ୟତଃ ହବିଷ୍ୟାଳିମାନଙ୍କ ପାଇଁ ରହଣି, ଶ୍ରୀଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସେଥିନିମନ୍ତେ ଆଜିଠୁ ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥା କରାଇଛନ୍ତି ସରକାର। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 18+।